ପିଲାମାନେ ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହିର ତୃତୀୟ ଅଧ୍ୟାୟ ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍ର ଦ୍ୱିତୀୟ ଭାଗକୁ ସ୍ୱାଗତ କରୁଛି। ଆଜି ଆମେ ସଂଶ୍ଳେଷିତ ତନ୍ତୁର ପ୍ରକାରଭେଦ ବିଷୟରେ ଜାଣିବା। ଆମେ ବିଭିନ୍ନ ପ୍ରକାରର ବସ୍ତ୍ର ପିନ୍ଧିଥାଉ, ଯେପରି ଟେରିକଟ୍ ପ୍ୟାଣ୍ଟ, ଟେରିଉଲ୍ କୋଟ୍, ପଲିଷ୍ଟର ସାର୍ଟ, ନାଇଲନ୍ ସକ୍ସ, ରେୟନ୍ ଶାଢ଼ୀ, କଟନ୍ ଧୋତି, ବ୍ରହ୍ମପୁରୀ ପାଟ, ସମ୍ବଲପୁରୀ ଶାଢ଼ୀ, ଟସର ଚାଦର, କାଶ୍ମୀର ଶାଲ୍, ଉଲ୍ ଟୋପି, ଏକ୍ରିଲିକ୍ ସ୍ୱେଟର ଇତ୍ୟାଦି। ଏଗୁଡ଼ିକ ମଧ୍ୟରୁ କିଛି ପ୍ରାକୃତିକ ତନ୍ତୁ ବା ସୂତାରୁ ପ୍ରସ୍ତୁତ ହୋଇଥାଏ ଓ ଆଉ କେତେକ ସଂଶ୍ଳେଷିତ ତନ୍ତୁ ବା କୃତ୍ରିମ ତନ୍ତୁରୁ ପ୍ରସ୍ତୁତ ହୋଇଥାଏ। ରେୟନ୍, ନାଇଲନ୍, ପଲିଷ୍ଟର, ଏକ୍ରିଲିକ୍ ଇତ୍ୟାଦି ସଂଶ୍ଳେଷିତ ତନ୍ତୁ ବା ସିନ୍ଥେଟିକ୍ ଫାଇବର ଅଟନ୍ତି। ବିଭିନ୍ନ ଯୌଗିକ ମଧ୍ୟରେ ଘଟିଥିବା ରାସାୟନିକ ପ୍ରତିକ୍ରିୟାରୁ ଏହି ତନ୍ତୁଗୁଡ଼ିକୁ ପ୍ରସ୍ତୁତ କରାଯାଏ। ଏହି ତନ୍ତୁରେ ପ୍ରସ୍ତୁତ କପଡ଼ାକୁ ପଲିମର ବସ୍ତ୍ର ବା ପଲି ବସ୍ତ୍ର କହନ୍ତି। ଏବେ ଆମେ ରେୟନ୍ ବିଷୟରେ ଜାଣିବା ଆସ। ରେଶମ ବା ପ୍ରାକୃତିକ ସିଲ୍କ ଦେଖିବାକୁ ସୁନ୍ଦର, ଚକଚକ୍, ପତଳା, ହାଲୁକା ଏବଂ ଏହା ବିଭିନ୍ନ ରଙ୍ଗରେ ମିଳିଥାଏ, କିନ୍ତୁ ଏହାର ମୂଲ୍ୟ ଅତ୍ୟଧିକ ହୋଇଥିବାରୁ ସାଧାରଣ ଲୋକ ଏହା କିଣିବାକୁ ଅସମର୍ଥ। ତେଣୁ ଶସ୍ତାରେ ମିଳିବା ଭଳି କୃତ୍ରିମ ରେଶମ ତନ୍ତୁ ଉଦ୍ଭାବନ ଦିଗରେ ବୈଜ୍ଞାନିକମାନେ ଚେଷ୍ଟା କରି ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଏ ଦିଗରେ ସଫଳତା ହାସଲ କଲେ। ଏହି ରେୟନ୍କୁ ନରମ କାଠରୁ ପ୍ରସ୍ତୁତ କରାଯାଏ। ନରମ କାଠର ଛୋଟ ଛୋଟ ଖଣ୍ଡକୁ ସ୍ୱତନ୍ତ୍ର ପଦ୍ଧତିରେ ପେଷ୍ଟରେ ପରିଣତ କଲେ କାଠ ମଣ୍ଡ ମିଳେ। ଏହି କାଠ ମଣ୍ଡରୁ ଅଶୁଦ୍ଧ ସେଲୁଲୋଜ୍କୁ କେତେକ ରାସାୟନିକ ପଦ୍ଧତି ଦ୍ୱାରା ବିଶୁଦ୍ଧ ସେଲୁଲୋଜ୍ରେ ପରିଣତ କରାଯାଏ। ବିଶୁଦ୍ଧ ସେଲୁଲୋଜ୍କୁ ଆଉ କେତେକ ରାସାୟନିକ ପଦ୍ଧତି ଦ୍ୱାରା ସୂକ୍ଷ୍ମ ରେୟନ୍ ତନ୍ତୁ ପ୍ରସ୍ତୁତ କରାଯାଏ। ରେୟନ୍ ତନ୍ତୁ ବା ପ୍ରାକୃତିକ ସିଲ୍କ ପରି ଚକଚକ୍ ଦେଖାଯାଉଥିବାରୁ ଏହାକୁ କୃତ୍ରିମ ରେଶମ ତନ୍ତୁ କହନ୍ତି ଏବଂ ଏଥିରୁ ପ୍ରସ୍ତୁତ ବସ୍ତ୍ରକୁ କୃତ୍ରିମ ରେଶମ ବସ୍ତ୍ର କୁହାଯାଏ। ଏହା ଶସ୍ତା ହୋଇଥିବାରୁ ସାଧାରଣ ଲୋକ ଏହି ବସ୍ତ୍ରକୁ କିଣିବାକୁ ସମର୍ଥ ହୋଇପାରୁଛନ୍ତି। ଏହି ବସ୍ତ୍ର ସହଜରେ ଲୋଚାକୋଚା ହୁଏ ନାହିଁ, ପାଣିରେ ଅବଶୋଷଣ କ୍ଷମତା କମ୍ ଏବଂ ଏହା ସୁଲଭ ଭାବରେ ସମସ୍ତଙ୍କୁ ମିଳିଥାଏ। ଏବେ ପିଲାଏ ଆସ, ଆଜି ଆମେ ଏହାର ଉପଯୋଗିତା ବିଷୟରେ ଜାଣିବା। ରେୟନ୍ ସୂତା ଓ କପା ସୂତାକୁ ମିଶାଇ ଧୋତି, ଶାଢ଼ୀ, ସୁଟ୍, ପ୍ୟାଣ୍ଟ, ସାର୍ଟ, ଫ୍ରକ୍ ଆଦି ତିଆରି କରାଯାଉଛି। ଏହି କପଡ଼ାରୁ ବିଛଣା ଚାଦର, କବାଟ ଝରକାର ପରଦା, ସେଜ ଓ ତକିଆର ଖୋଳ ଆଦି ତିଆରି କରାଯାଏ। ରେୟନ୍ ଓ ଉଲ୍କୁ ମିଶାଇ ଗାଲିଚା ତିଆରି କରାଯାଏ। ରେୟନ୍ ସୂତାର ଗଜ୍ କନା କପା ସୂତାର ଗଜ୍ କନା ଠାରୁ ଭଲ, କାରଣ ରେୟନ୍ ଗଜ୍ କ୍ଷତ ସ୍ଥାନରୁ ସହଜରେ ବାହାରିଯାଏ। ମୋଟର ଟାୟାର, ହୋମ୍ ପାଇପ୍, କନଭେୟର ବେଲ୍ଟ ଆଦି ତିଆରି କରିବା ପାଇଁ ମଧ୍ୟ ରେୟନ୍ ତନ୍ତୁ ବ୍ୟବହାର କରାଯାଏ। ପିଲାମାନେ, ଆଜି ତ ଆମେ ରେୟନ୍ ଓ ଏହାର ଉପଯୋଗିତା ବିଷୟରେ ଜାଣିଲୁ। ଏବେ ଏହି ପ୍ରଶ୍ନର ଉତ୍ତର ଦିଅ।